ଅନ୍ଧ ରାତିର ସୂର୍ଯ୍ୟ। ମହାପାତ୍ର ନୀଳମଣି ସାହୁ। ମୃତ୍ୟୁଞ୍ଜୟ ବାବୁ ସବୁଦିନ ଭଳି ବାସ୍କେଟ ଧରି ବଜାର ବାହାରିଲେ। ଘରଣୀ ତାଲିକା କରିଦେଇଛନ୍ତି ବାଇଗଣ, ସାରୁ, ଖଡ଼ା, ବୋଇତି କଖାରୁ, ଜହ୍ନି ଇତ୍ୟାଦି ଇତ୍ୟାଦି। ତାଲିକା ଦେଖିବାକୁ ତାଙ୍କର ଆଗ୍ରହ ନାହିଁ। ସେହି ଚିରାଚରିତ ବୈଚିତ୍ର୍ୟହୀନ ଘାସ ଗୁଳ୍ମାଦିର ସ୍ୱାଦ। ଥୋଡ଼, ବଡ଼ି, ଖଡ଼ା ଖଡ଼ା, ବଡ଼ି ଥୋଡ଼, ସାରିଗାମା ପାଧାନିସା ସାନିଧାପା ମାଗାରିସା। ପାଟିକୁ ଅରୁଚି ଧରିଗଲାଣି। ବଜାରରେ ପୋଟଳ ପଡ଼ିଲାଣି। ବେଶ୍ ଟାଣ ଟାଣ ସାବଜା ଲମ୍ବା ପୋଟଳ। ମଝିରୁ ଦୁଇଫାଳ କରି କାଟି ତେଲରେ ଛାଣି ଭଜା କିମ୍ବା ଗରମ ମସଲା ଦେଇ ଝୋଳ କରି କିମ୍ବା ପୋଟଳକୁ ଦୁଇଫାଳ କରି ଚିରି ତା ଭିତରେ ପୁର ଦେଇ ଭାଜି ଚମତ୍କାର ଭାତ ଖାଇ ହୁଏ। ବର୍ଷା ପୂର୍ବରୁ ପୋଟଳରେ ମିଠା ଥାଏ। ବର୍ଷା ପଡ଼ିଲେ ଭାରି ପାଣିଚିଆ ଲାଗେ। ମାତ୍ର ଗୃହିଣୀଙ୍କୁ ପୋଟଳ କଥା କହିଲେଇ ସେ କାମୁଡ଼ି ଗୋଡ଼େଇବ। ଆରେ ଯା ମ, ଭାରି ପୋଟଳ ଖାଇଲା ବାଲା। ଟଙ୍କା 200 ଦରମା, 7 ପ୍ରାଣୀ କୁଟୁମ୍ବ, ଚାଉଳ ସେର ଟଙ୍କାଏ, ଡାଲି ସେର 1.5 ଟଙ୍କା। 15 ତାରିଖ ଗଡ଼ିଗଲେ ଧାଁ ପାଇଁ ୟା ଦୁଆର ତା ଦୁଆର। ଶାଢ଼ୀ ଖଣ୍ଡେ ନାହିଁ ଯେ 7 କରି ଧୋଇ ଶୁଖେଇ ପିନ୍ଧୁଛି। କନାର ବୀଜଗଣିତ ବହି ନାହିଁ। କୁନିର ଫ୍ରକ୍ ନାହିଁ। ମୁନାର ପ୍ୟାଣ୍ଟ ନାହିଁ। ମୁନିର କଲମ ନାହିଁ। ଶ୍ୱଶୁରଙ୍କର ତ୍ରିଫଳା ଟନିକ୍ ନାହିଁ। ଶାଶୁଙ୍କର ମହବାତ ବିଧ୍ୱଂସିନୀ ତୈଳ ନାହିଁ। ପୋଟଳ ଖାଇବ, ପୋଟଳ? ଲାଜ ମାଡ଼ୁନି? ଜିଭରେ ଫେର୍ ସେ ଦ୍ରବ୍ୟର ନାଁ ଧରୁଛ? ଗୃହିଣୀଙ୍କ ପୋଟଳ ଚିରା ଆଖିକୁ ବାରେ ମାତ୍ର ଚାହିଁ ତତ୍କ୍ଷଣାତ୍ ତହିଁରୁ ଦୃଷ୍ଟି ଫେରାଇ ମୃତ୍ୟୁଞ୍ଜୟ ବାବୁ ଆଖି ବୁଜି ମନେ ମନେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ। ଓଃ, କାହିଁକି ଭଲା ଜିଭରେ ସେହି ନାମଟି ଉଚ୍ଚାରିଲେ ୟାପ? ଜିଭ ତ ଲୋଡୁଛି ସେଇୟାକୁ। ସମ୍ଭାଳି ପାରୁଛି କୋଉଠି? ଜିଭର କାମ ହେଲା ସେଇୟା। ଚାଖିବ, ନହେଲେ ନାମ ରଟିବ। ଏ ସମୟରେ ଗୃହିଣୀକୁ କିଛି କହିବା ଲାଗି ସାହସ କୁଳାଏ ନାହିଁ। ଏ ବେଳାରେ ସେ ଯୋଗିନୀ ଭଳି ଦିଶେ। ତାର ଟାକୁଆ ଗାଲ ଆହୁରି ଭିତରକୁ ପଶିଯାଏ। ମୁଣ୍ଡର ବାଳ ଚନ୍ଦା ହୋଇଗଲାଣି। ଦୁଇ ଆଖି ଯାଇ ରହିଲାଣି କୋଉ ରସାତଳରେ। ଦାନ୍ତଗୁଡ଼ାକ ପଦାକୁ ବାହାରି ଆସିଲାଣି। ରାଗିଲା ବେଳେ ସେଗୁଡ଼ିକ ଭାରି ଭୟଙ୍କର ଦିଶେ। ତଥାପି ମଧ୍ୟ କୁନାବୋଉ ସ୍ୱାମୀ ସୋହାଗର ଜ୍ୱଳନ୍ତ ନିଦର୍ଶନ ସ୍ୱରୂପ ଗୋଟେ ମସ୍ତ ସିନ୍ଦୂର ଟୋପା ମଥାରେ ଲଗାଇଥାଏ। ତାହା ଆହୁରି ଭୀଷଣ ଦିଶେ ଏ ବେଳରେ ସ୍ୱାମୀ ମୃତ୍ୟୁଞ୍ଜୟ ବାବୁଙ୍କ ଆଖିକି। ମୃତ୍ୟୁଞ୍ଜୟ ବାବୁ ବାସ୍କେଟ ଧରି ପଛ ବୁଲାଇ ଦିଅନ୍ତି। ଯାଃ, ୟାପ ପୃଷ୍ଠ ଯୋଗିନୀ। ଅଥଚ ଆଜିକୁ 17 ବର୍ଷ ତଳେ କୁନାବୋଉ ମନ୍ଦ ଦିଶୁ ନଥିଲା। ଏମିତି ଅବଶ୍ୟ ଥିଲା ସରୁଆ, ଦୁର୍ବଳିଆ। ମାତ୍ର ତା ଭିତରେ କିଛି ରଙ୍ଗ ଥିଲା, ରସ ବି ଥିଲା କିଞ୍ଚିତ୍। ଏଇ ଯେମିତି ତନ୍ୱୀ ଶ୍ୟାମା ଦଶନା। ମୃତ୍ୟୁଞ୍ଜୟ ବାବୁ ତାଙ୍କ ଚଉଠି ରାତିର କଥା ମନେ ପକାନ୍ତି। ମନେ ପଡ଼ିଗଲେ ଅନ୍ତତଃ ବର୍ତ୍ତମାନର କୁନାବୋଉକୁ ଟିକିଏ
ସହ୍ୟ କରି ହୁଅନ୍ତା। ମାତ୍ର ଚଉଠି ରାତି କୁଆଡ଼େ ଯାଇ ରହିଲାଣି। ମନେ ପଡ଼ୁଛି ତାଙ୍କ ଜୀବନର ଅସଂଖ୍ୟ ଉତ୍ତପ୍ତ ଗ୍ରୀଷ୍ମ ମଧ୍ୟାହ୍ନରେ ଚଉଠି ରାତି ବୋଲି ଗୋଟିଏ ରାତି ଥରେ ଆସିଥିଲା। ମାତ୍ର ତାହା ସ୍ୱପ୍ନ କି ବାସ୍ତବ ସେ କଥା ବର୍ତ୍ତମାନ ଠଉରାଇ ହେଉନାହିଁ। ଯାଃ, ଛାଡ଼, ଜୀବନ ଏଇଭଳି। ଜୀବନ ଏହିଭଳି। ଯୌବନ ବି ତା'ଠାରୁ ବଳି। ଶେଷକୁ ଏ ମହର୍ଗ କାଳ। ଏ କାଳେ ଜୀବନ କେବଳ ବାସ୍ତବକୁ ବୁଝିପାରେ, ସ୍ୱପ୍ନକୁ ନୁହେଁ। ବାସ୍ତବ ସଙ୍ଗେ ଯୁଦ୍ଧ କରିପାରେ, ସ୍ୱପ୍ନକୁ କୋଳ କରି ଶୋଇପାରେ ନାହିଁ। ମୃତ୍ୟୁଞ୍ଜୟ ବାବୁ ବାସ୍କେଟ ଧରି ପାହାଚକୁ ଗଡ଼ୁଛନ୍ତି। ମୃତ୍ୟୁଞ୍ଜୟ ବାବୁ ବାସ୍କେଟ ଧରି ପାହାଚକୁ ଗଡ଼ୁଛନ୍ତି। ବଡ଼ ଝିଅ ମୃତ୍ୟୁଞ୍ଜୟ ବାବୁ ବାସ୍କେଟ ଧରି ପାହାଚକୁ ଗଡ଼ୁଛନ୍ତି। ବଡ଼ ଝିଅ କୁନି କହିଲା, ବାପା, ଆଜି ମାଛ ଆଣିବ? ତା ପାଟିରୁ ମାଛ ବାହାରିଛି କି ନାହିଁ କୁନା ବୋଉ ରୋଷେଇ ଘରୁ ଚିହିଁକି ଆସି ସେତେକ ତା ପାଟିରୁ ଝାମ୍ପି ନେଲା। ଏତେ ମାଛ ଖାଅନା ମ। ଆଉ ଯଦି ହଜାରିକିଆ ବାପର ଝୁଅ ହୋଇଥାନ୍ତୁ ନା। ଦେଖ, ଯାହା ତାଲିକା ଦେଇଛି ସେଇଆ ଆଣିବ କହିଦେଉଛି। ମାଛ ଖାଇବ? ମାଛ? ମାଛ ଖାଉଛି ମୋ ଭାଇ କଣ୍ଟ୍ରାକ୍ଟର। ମାଛ ଖାଉଛି ମୋ ଭାଇ କଣ୍ଟ୍ରାକ୍ଟର ହୋଇଛି। ମନ୍ତ୍ରୀଙ୍କ ସାଙ୍ଗେ ମିଶୁଛି, ମାଛ ଖାଉଛି, ତା ପିଲାଙ୍କୁ ଖୁଆଉଛି। ମୃତ୍ୟୁଞ୍ଜୟ ବାବୁ ବାତ୍ସଲ୍ୟ ରସ ଭିତରେ ବୁଡ଼ି ଯାଇଥାନ୍ତେ। ମାତ୍ର କୁନା ବୋଉର ପ୍ରବଳ ଝିଙ୍କାର ସେ ବୁଡ଼ି ଉଠି ଏକାବେଳକେ କୂଳରେ ଲାଗିଗଲେ। ତାପରେ ସେ ଏକମୁହାଁ ସଡ଼କକୁ ଉଠିଲେ। ସାଇକେଲରେ ବସି ପ୍ୟାଡେଲ ମାରିଛନ୍ତି କି ନାହିଁ ତାଙ୍କ ଆଖିରେ ପଡ଼ିଲା। ପୋଲିସଙ୍କ ପରେଡ ପଡ଼ିଆରେ ତାଙ୍କ ବଡ଼ ପୁଅ କୁନା ଗୋଟେ ସାଇକେଲ ଟାୟାର ଧରି ଗଡ଼େଇ ଗଡ଼େଇ ତା ପଛରେ ଅନ୍ଧ ଭଳିଆ ଦୌଡ଼ିଛି। ପଡ଼ିଆଟା ଖୁବ୍ ବଡ଼, ଆଖି ପାଏନା। ସଞ୍ଜ ବୁଡ଼ୁ ବୁଡ଼ୁ ହେଉଛି। ଏଣେ ପଶ୍ଚିମ ଦିଗରେ ଖଣ୍ଡିଏ କଳା ମେଘ ଉଠି ଆସୁଛି। ଭୀଷଣ ଗମ ଗମ ଲାଗୁଛି। ପବନ ନିସ୍ତବ୍ଧ। ହଲ ନାହିଁ କି ଚଲ ନାହିଁ। ବୈଶାଖ ମାସ। ଏହି ପାହାଡ଼ିଆ ଜାଗାଟାରେ ଏଇ ସମୟରେ ଭୀଷଣ ଝଞ୍ଜା ବତାସ ହୁଏ। ଅତି ଆକସ୍ମିକ ଭାବରେ ହୁଏ। ଘଣ୍ଟାକୁ 70-80 ମାଇଲ ବେଗରେ କାହିଁ କୁଆଡ଼ୁ ପବନ ଛୁଟି ଆସି ଗଛ ଉପାଡ଼େ, ଚାଳ ଉଡ଼ାଏ, ଖୁଣ୍ଟ ଟଳାଏ, କାନ୍ଥ ପକାଏ, ଡାଳ ଭାଙ୍ଗେ। ଗୋରୁ, ଗାଈ, ଛେଳି, ମେଣ୍ଢା, ଏପରିକି ମଣିଷକୁ ଉଡ଼ାଇ ନେଇଯାଏ। କାହିଁ କୋଉ ଅପାନ୍ତରାରେ ପକାଇ ଦିଏ। ଘଡ଼ଘଡ଼ି, ଚଡ଼ଚଡ଼ି, ସେ ଏକ ପ୍ରଳୟ କାଣ୍ଡ। ମୃତ୍ୟୁଞ୍ଜୟ ବାବୁ ତୋଫାନର ଆଶଙ୍କା କରି କୁନାକୁ ଡାକ ଛାଡ଼ିଲେ। ହେ କୁନା, ଯା, ପଳା ଘରକୁ। ଭୀଷଣ ବତାସ ମାଡ଼ି ଆସୁଛି। ଧୁମାଳ ପବନ, ଯା, ଘରକୁ ପଳାଇ ଯା। କୁନା ଶୁଣିଲା ଭଳି ହେଲା। ଘର ଆଡ଼କୁ ତାର ସାଇକେଲ ଟାୟାର ସଳଖିଲା। ତାପରେ ଦୌଡ଼ିଲା ଘର ମୁହାଁ। ମୁହଁରୁ ଗୋଟେ ପଁ ପଁ ଶବ୍ଦ କରି ଦୌଡ଼ୁଥାଏ ଟାୟାର ଗଡ଼ାଇ ଗଡ଼ାଇ। ବାଁରୁ ଡାହାଣକୁ, ପୁଣି ଡାହାଣରୁ ବାଁ, ଫେର କିଛି ବାଟ ସିଧା, ପୁଣି ଥରେ ବାଁ ଆଡ଼କୁ ଟାୟାର ଘୂରାଇ ଦୌଡ଼ିଲା। ମୃତ୍ୟୁଞ୍ଜୟ ବାବୁ ଫେର ଡାକିଲେ। କୁନା ପୁଣି ଡାହାଣ ହାତି ଟାୟାର ମୋଡ଼ିଲା। ତାପରେ ବାଁ ଡାହାଣ, ଡାହାଣ ବାଁ, ଏମିତି ହୋଇ ଘଡ଼ିଏ ଏପଟ ସେପଟ ହେଲା। ମୃତ୍ୟୁଞ୍ଜୟ ବାବୁ ତାକୁ ଆଉ ଥରେ ଘରକୁ ଫେରିବା ଲାଗି ସାବଧାନ କରିଦେଇ ସାଇକେଲ ମୁହାଁଇଲେ ବଜାର ଆଡ଼େ। ବାଟରେ ଦେଖିଲେ
ଚନ୍ଦ୍ରମୋହନ ବାବୁ ମଧ୍ୟ ବ୍ୟାଗ ଧରି ସାଇକେଲରେ ବାଁ ପଟୁ ଆସୁଛନ୍ତି। ବାଃ, ଭଲ ହେଲା। ବଜାର କରିବା ଭଳି ଅପ୍ରୀତିକର କର୍ମ ସହିତ ଯଦି ଚନ୍ଦ୍ରମୋହନ ବାବୁଙ୍କ ଭଳି ରସିକ ସହୃଦୟ ବନ୍ଧୁଙ୍କର ସହଚର୍ଯ୍ୟ ମିଳେ ତେବେ ଭାଗ୍ୟ ବୋଲି ବୁଝିବାକୁ ହେବ। ଚନ୍ଦ୍ରମୋହନ ବାବୁ ତାଙ୍କଠାରୁ କିଞ୍ଚିତ୍ ବେଶୀ ରୋଜଗାର କରନ୍ତି। ଛୋଟ ପରିବାର, ସୁଖୀ ପରିବାର, ଚମତ୍କାର ପୁରୁଷ। ପ୍ରତିଦିନ ବ୍ୟାୟାମ କରନ୍ତି। ପରିପୁଷ୍ଟ ସ୍ୱାସ୍ଥ୍ୟ। ସ୍ୱଳ୍ପଭାଷୀ, ମାତ୍ର କଥାର ବିଦଗ୍ଧ ଭଙ୍ଗୀ ହୃଦୟଗ୍ରାହୀ ବାହ୍ୟ ଚେହେରାରେ କିଞ୍ଚିତ୍ ସ୍ଥୂଳ ହୁଏତ ଅଛି, ମାତ୍ର ହୃଦୟଟି ବୈଷ୍ଣବ ଜନସୁଲଭ, ଅତି କୋମଳ, ଅତି ସ୍ନିଗ୍ଧ। କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ସାହାଯ୍ୟକାରୀ, ସାମାଜିକ ବନ୍ଧୁ। ନମସ୍କାର ଆଦାନ ପ୍ରଦାନାନ୍ତେ ଦୁହେଁ ପାଖାପାଖି ଚାଲିଲେ, ନାନାଦି ବିଷୟରେ ଆଲୋଚନା କରି। ଚନ୍ଦ୍ରମୋହନ ବାବୁ ଟିକିଏ ଭୋଜନ ବିଳାସୀ ମଧ୍ୟ। ଚଞ୍ଚଳ ଆପଣଙ୍କର ବୋଧେ ବହୁତ କିଛି ବଜାର କରିବାର ଅଛି। ଚନ୍ଦ୍ରମୋହନ ବାବୁ ଅଳ୍ପ ହସି କହିଲେ, ନା ନା, ଆଜି ମୁଁ କିଛି କିଣିବି ନାହିଁ। ଶୁଣିଲି ବଜାରକୁ ସୀତାସାଗର ବନ୍ଧରୁ ରୋହି ଆସିଛି। ସୀତାସାଗର ରୋହି ଖାଇଛନ୍ତି? ମୃତ୍ୟୁଞ୍ଜୟ ବାବୁ ଦୀର୍ଘଶ୍ୱାସ ପକାଇଲେ। ନାଇଁ ଭାଇ, ଆମ୍ଭେମାନେ ସେ ମହାର୍ଘ ବହୁଦର୍ଶିତାର ଅଧିକାରୀ ନୋହୁଁ। ମାସକରୁ ବେଶୀ ହେବ ଆଇଁଷ କାତିଟିଏ ବି ଦେଖୁନାହୁଁ। ଆଉ ରାମରାଜ୍ୟ ହେବ? ନା। ସୀତାସାଗର ରୋହି? ଆଉ ରାମରାଜ୍ୟ ହେବ? ନା। ସୀତାସାଗର ରୋହି ଆମ ଭଳିଆ ଲୋକଙ୍କ ପାଟିରେ ବାଜିବ? କେତେ ଦର? 7-8 ଟଙ୍କା ହେବ। ଆଉ କେତେ ମଝିରେ ଦଲାଲ ପଶି ଏମିତି ଦର ବଢ଼ାଇ ଦେଉଛନ୍ତି। ଆଉ କଳାବଜାରର ପଇସା ଯେଉଁମାନଙ୍କ ପାଖେ, ତାଙ୍କର ବା ପରୁଆ କ'ଣ ସନ୍ଧ୍ୟା ସୁଦ୍ଧା ଚାରିମୋହଣ ମାଛ ଚିଲ ପରି ଝାମ୍ପି ନେବେ। ମୃତ୍ୟୁଞ୍ଜୟ ବାବୁଙ୍କ ମନ ବୈଗୁଲ୍ୟରେ ଛଟପଟ ହେଲା। ହେ ଭଗବାନ! କି ଏଇ ଜୀବନ! ନିମ୍ନ ମଧ୍ୟବିତ୍ତର ଏଇ ଦୟନୀୟ ଜୀବନରେ ନା ଅଛି ରଙ୍ଗର ବାହାର, ନା ଅଛି ରସର ସ୍ୱାଦ। ପୋଟଳ କିଲୋ 7 ଟଙ୍କା ବୋଲି ଯାହାକୁ ଛୁଇଁ ହେଉନି, 7-8 ଟଙ୍କା କିଲୋର ସୀତାସାଗର ରୋହିକୁ ସେ ବା ଚାହିଁ ପାରିବ କେମିତି? ତା ଆଖି ଝଲସି ଯିବ ନାହିଁ? ଧିକ୍ ରେ ଜୀବନ! କିନ୍ତୁ କାହାର ସେ କ'ଣ କରିବେ? ଏ ଅବସ୍ଥା ଯେଉଁମାନେ ଭୋଗୁଛନ୍ତି ସେମାନେ ତାଙ୍କରି ଭଳି ଦୁର୍ବଳ, ଦାୟିତ୍ୱହୀନ, ଭୀରୁ ସହଣିକ। ଭାଗ୍ୟକୁ ନିନ୍ଦିଲେ ସୀତାସାଗର ରୋହି ଜିଭରେ ବାଜିବ ନାହିଁ। ଈଶ୍ୱରଙ୍କୁ ଡାକିଲେ ସେ ପୋଟଳ କିଲେ ଘରକୁ ପଠାଇ ଦେବେ ନାହିଁ। ସମାଜର ଏ ଅବ୍ୟବସ୍ଥାର ପରିବର୍ତ୍ତନ ଲାଗି ବିପ୍ଳବ ଆବଶ୍ୟକ। କିନ୍ତୁ ବିପ୍ଳବ? ମୃତ୍ୟୁଞ୍ଜୟ ବାବୁଙ୍କ ମୁଣ୍ଡ ଘୂରାଇ ଦେଲା। ଥାଉ, ସେ ଦିନ ଆସୁଛି। ସେଇ ଦିନକୁ ଡାକି ଆଣୁଛନ୍ତି ତାଙ୍କର କୁନା ମୁନା ଟୁଟୁ ମୁଟୁମାନେ। ସେମାନେ
ସେମାନେ ସହିବେ ନାହିଁ, ଲଢ଼ିବେ। ସେମାନେ ପୋଟଳ ଫଳାଇ ଖାଇବେ, ରୋହି ମାଛ ପାଣିରୁ ଛାଣି ଆଣି ଖାଇବେ। ନହେଲେ ସେମାନେ ଛଡ଼େଇ ନେବେ, ଛାଡ଼ିବେ ନାହିଁ। କଳାବଜାର ଆଉ କଳାବଜାରୀଙ୍କ ବିରୁଦ୍ଧରେ ସେଇମାନେ ଲଢ଼ିବେ। ଅତ୍ୟାଚାରୀ ପୁଞ୍ଜିବାଦୀ ଶାସନ ଆଗରେ ସେମାନେ ମୁଣ୍ଡ ନୁଆଁଇବେ ନାହିଁ। ବ୍ୟକ୍ତିଗତ ଲାଭର ନିଶା ସେମାନଙ୍କୁ ଧରିବ ନାହିଁ। ବର୍ତ୍ତମାନର ସମାଜ ବ୍ୟକ୍ତିଗତ ଲାଭ ମନୋବୃତ୍ତି ଓ ତା ଲାଗି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ରଚେଷ୍ଟାର ଫଳ ଭୋଗି ମରୁଛି। ଆଗାମୀ ସମାଜ ଆଉ ଏହାକୁ ବରଦାସ୍ତ କରିବ ନାହିଁ। ସେମାନେ ଆସୁଛନ୍ତି। ସେମାନେ ଭାଙ୍ଗିବେ, ମାରିବେ, ମରିବେ, ଗଢ଼ିବେ। କିନ୍ତୁ ଆପାତତଃ ସୀତାସାଗରର ରୋହି ମାଛ ଲୋଭ ତାଙ୍କ ମୁଣ୍ଡରେ ଭୀଷଣ ଅସ୍ୱସ୍ତି ସୃଷ୍ଟି କଲା। ଗୃହିଣୀ ମାତ୍ର 2ଟି ଟଙ୍କା ଦେଇଛନ୍ତି। ସେଥିରେ ଖଣ୍ଡିଏ ମାଛ ମିଳିବ ନାହିଁ। ମିଳିଲେ ବି ସେ ଅବା କିଣିବେ କୁଆଡ଼ୁ? 3 ଦିନର ପରିବା ଖର୍ଚ୍ଚ ଯେ। ଆଳୁ, ସାରୁ, କଖାରୁ, ଖଡ଼ା, ନା। ଓଃ! ଆମିଷରେ ଇନ୍ଦ୍ରିୟର ବାସନା ପୂରଣର ଅପାରଗତା ହେତୁ ମନଟା ଖୁବ୍ ବେଶୀ ଆଇଁଷିଆ ଧରିଗଲା ମୃତ୍ୟୁଞ୍ଜୟ ବାବୁଙ୍କର। ଚନ୍ଦ୍ରମୋହନ ବାବୁ ସେତେବେଳେ ଆଉ ଗୋଟିଏ ଗୂଢ଼ କଥା କହି ପକାଇଥାନ୍ତି। ମଣିଷ ଭିତରୁ ପଶୁର ମୃତ୍ୟୁ କେବେ ହେବ? ମାତ୍ର ମୃତ୍ୟୁଞ୍ଜୟ ବାବୁ ସେ କଥା କାନରେ ଶୁଣୁଥିଲେ ବି ମନ ଯାଇଥାଏ ସୀତାସାଗରର ରୋହି ମାଛ ଉପରେ। ତାଙ୍କର କଳ୍ପନାରେ ଭାସି ଉଠୁଥାଏ ସେଇ ରୌପ୍ୟକାନ୍ତି ଲାଳସିକ୍ତ ରସଚକ୍ଷୁ ଦୀର୍ଘାକାର ପରିପୁଷ୍ଟ ରୋହି ମତ୍ସ୍ୟର ଅତି ଆକର୍ଷଣୀୟ ଆନନ୍ଦିତ ଦିବ୍ୟ ରୂପ। ମାତ୍ର ଚନ୍ଦ୍ରମୋହନ ବାବୁ କହି ଚାଲିଥାନ୍ତି ତାଙ୍କର ସ୍ୱଭାବ ସୁଲଭ ନରମ ସ୍ନିଗ୍ଧ ଆବେଗପୂର୍ଣ୍ଣ କଣ୍ଠରେ, "କ'ଣ ଭାଇ ଆମେ ସଭ୍ୟ ହୋଇଛୁ କହ? ପୃଥିବୀର ହଜାର ହଜାର ବର୍ଷ ଧରି ବହୁ ସାଧୁ, ସନ୍ଥ, ମୁନି, ମହାତ୍ମା ଜନ୍ମ ହେଲେ। ପର ଲାଗି, ଈଶ୍ୱରଙ୍କ ଲାଗି ସେମାନେ ଜୀବନ ଦାନ କରିଗଲେ। ସେମାନେ ସ୍ୱର୍ଗର ଆଲୁଅ ଏ ପୃଥିବୀକୁ ଉତ୍ତାରି ଆଣିଛନ୍ତି। ସେମାନେ ଦେବଦୂତ, ଦେବଶିଶୁ, ସ୍ୱୟଂ ଈଶ୍ୱରଙ୍କ ଅବତାର। ମାତ୍ର ସାଧାରଣ ମଣିଷ? ଯେଉଁ ତିମିରରେ ସେଇ ତିମିରରେ ମନୁଷ୍ୟ ସଭ୍ୟତାର କ୍ରମବିକାଶରେ ବୁଦ୍ଧ, ଖ୍ରୀଷ୍ଟ, ଚୈତନ୍ୟ, କନଫୁସିୟସ, ମହମ୍ମଦ ବା ରାମ, କୃଷ୍ଣ, ଶ୍ରୀଅରବିନ୍ଦ ସବୁ ବ୍ୟତିକ୍ରମ। କହ ଭାଇ, ତୁମ ଆମ ଭଳି ମଣିଷର କ'ଣ ଉନ୍ନତି ହୋଇଛି? ଆମ ଭିତରେ କି ଛୋଟଲୋକୀ, ହିଂସା, ଦ୍ୱେଷ, ମିଥ୍ୟା, କାମ, କ୍ରୋଧ, ଇସ୍! ଆମେ ସବୁ କାହିଁକି ଜନ୍ମ ହୋଇଥାଇଁ ମୃତ୍ୟୁଞ୍ଜୟ ବାବୁ? ମୃତ୍ୟୁଞ୍ଜୟ ବାବୁ ତଥାପି ମଧ୍ୟ ସୀତାସାଗରର ରୋହି କଥା ଭାବୁଥିଲେ। କୋଉ ଖଞ୍ଜରେ କେମିତି ଲାଭ ଆଉ ଟଙ୍କା 3ଟା ମିଳିଯାନ୍ତା। ବାଟରୁ ହେଲେ ପାଆନ୍ତେ। କାହିଁ କେଉଁଠୁ ଉଡୁଛି ଟଙ୍କା? କାହିଁ? ତାଙ୍କ ସାନ ଶଳା ମାଟ୍ରିକ ପାସ୍ କରି ବର୍ତ୍ତମାନ କଂଗ୍ରେସରେ ମିଶି କଣ୍ଟ୍ରାକ୍ଟର ହୋଇଛି। ପ୍ରଥମ ଶ୍ରେଣୀ କଣ୍ଟ୍ରାକ୍ଟର।
ସେ ଦିନେ କହୁଥିଲା ସେ ଦିନେ କହୁଥିଲା ତାଙ୍କୁ ଶାଶୁ ଶ୍ୱଶୁର ଆଉ ତାଙ୍କ ସ୍ତ୍ରୀ ଆଗରେ, ତୁମେ ମୃତ୍ୟୁଞ୍ଜୟ ଭାଇ, ସେ କିରାଣୀ ଛାଡ଼ି ସେ କିରାଣୀ ଛାଡ଼ି ଚାଲି ଆସ ମୋ ପାଖକୁ। ଟଙ୍କା ବର୍ତ୍ତମାନ ପବନରେ ଉଡ଼ୁଛି। ମୁଁ ତୁମକୁ ମାସକୁ 1000 ଟଙ୍କା ଦେବି। ମୃତ୍ୟୁଞ୍ଜୟ ବାବୁ ମନେ ମନେ ହସିଛନ୍ତି ସେତେବେଳେ। ଯେଉଁ ଟଙ୍କା ପବନରେ ଉଡ଼େ ଆଉ ଯାହାକୁ ଆଉ ଯାହାକୁ ଜାଲପାତି ଧରାଯାଏ, ସେ ଟଙ୍କା ଦେବଦତ୍ତ ନୁହେଁ, ଆସୁରିକ। କିନ୍ତୁ ସୀତାସାଗରର ରୋହି କଥା ଭାବିଲା ବେଳେ ମୃତ୍ୟୁଞ୍ଜୟ ବାବୁ ନିଜର ଆଧ୍ୟାତ୍ମିକ ଚେତନା ଉପରେ ବର୍ତ୍ତମାନ ଭୟଙ୍କର ଚିଡ଼ି ଉଠିଲେ। ଦୁତ୍ତେରୀ ଦୁତ୍ତେରୀ, ସବୁ ଅନର୍ଥର ମୂଳ ଏଇ ତାଙ୍କର ଭିତରର ଆଧ୍ୟାତ୍ମିକ ସଂସ୍କାର। ସେ ସଂସ୍କାର ବଂଶୀଖଡ଼ା ଧରାଇ ଦିଏ ନାହିଁ। ସେ ସଂସ୍କାର ବଂଶୀଖଡ଼ା ଧରାଇ ଦିଏ ନାହିଁ କି ମାଛ ପ୍ରତି ଲୋଭକୁ ବି ମାରିପାରେ ନାହିଁ। କିନ୍ତୁ ଏ ସଂସ୍କାର ଯଥାର୍ଥରେ ଆଧ୍ୟାତ୍ମିକ କି ନୈତିକ? ଛାଡ଼ ଛାଡ଼, ସୀତାସାଗରର ରୋହି। ବଡ଼ ଝିଅ କୁନି ହାଉଡ଼ିଟାଏ, 10ମ ଶ୍ରେଣୀରେ ପଢ଼ିଲାଣି। ତଥାପି ଗେଲ ବସରପଣ ଗଲା ନାହିଁ। ଟାଉକି ଖୋଇ ଛାଡ଼ିଲା ନାହିଁ। ସବୁଦିନେ କହିବ, ବାପା ଆଜି ମାଛ ଆଣିବ ନାହିଁ। ବିଚାରୀ ଭାରି ଆଇଁଷ ରଙ୍କୁଣୀ। ଥରେ ଟାଉନର ବଡ଼ ଟ୍ରକ୍ ଓ ବସ୍ ବ୍ୟବସାୟୀଙ୍କ ଝିଅ, କୁନିର କ୍ଲାସମେଟକୁ ଶିଖାଇ ତାଙ୍କ କୁନିର କ୍ଲାସମେଟ ଥରେ ଟାଉନର ବଡ଼ ଟ୍ରକ୍ ଓ ବସ୍ ବ୍ୟବସାୟୀଙ୍କ ଝିଅ, ଯିଏକି କୁନିର କ୍ଲାସମେଟ, କୁ ଶିଖାଇ ତାଙ୍କ ରୋଷଘରୁ ଇଲିସି ମାଛ ଭଜା ଚୋରି କରି ଖାଇଥିଲା ବୋଲି ତା ବୋଉ ସେଦିନ ତାକୁ ଛାଞ୍ଚୁଣି ମାଡ଼ରେ ଛେଚି ଦେଇଗଲା। ବିଚାରୀ ସେଦିନ ମାଡ଼ ଆଉ ଅପମାନର ଆଘାତରେ ଭାଙ୍ଗି ପଡ଼ିଥିଲା। ଆଉ ସେଇଦିନୁ ମୃତ୍ୟୁଞ୍ଜୟ ବାବୁ ସୀତାସାଗର ରୋହି ସଙ୍ଗେ ତାଙ୍କର ହାଉଡ଼ି, ଆଇଁଷ ଡାହାଣୀ, ଗେହ୍ଲେଇ ଝିଅଟିର ଆକର୍ଷଣକୁ ମିଶାଇ ନିଜ ଛାତି ଭିତରେ ଦାରୁଣ ଯନ୍ତ୍ରଣା ଅନୁଭବ କଲେ। ଚନ୍ଦ୍ରମୋହନ ବାବୁ କହି ଚାଲିଥାନ୍ତି, ମଣିଷ ଭିତରେ ତଥାପି ପଶୁ ବଞ୍ଚି ରହିଛି ମୃତ୍ୟୁଞ୍ଜୟ ବାବୁ। ମଣିଷ ବର୍ତ୍ତମାନ ପଶୁଠାରୁ ମଧ୍ୟ ବଳିଗଲାଣି। ଶୁଣିବେ? କୋଉ କଥା? ବାଉଦପୁରଠାରେ ଯେଉଁ ରେଳ ଦୁର୍ଘଟଣା ହେଲା। ହାଁ, ବହୁତ ଲୋକ ତ ମରିଗଲେ, କେବଳ ଜଣେ ଲୋକର ଅନ୍ୟମନସ୍କତା ଆଉ କର୍ତ୍ତବ୍ୟ ଜ୍ଞାନର ଅଭାବ ଯୋଗୁଁ। ସେ ତ ହେଲା, କିନ୍ତୁ ଶୁଣନ୍ତୁ, କେତେ ଲୋକ ତ ଡବାଗୁଡ଼ିକ ଚାପି ହୋଇଯିବାରେ ଚିପି ହୋଇ ମରିଗଲେ। କେତେ ଲୋକ ଛିଡ଼ିକି ପଡ଼ିଲେ। କେତେ ଖଣ୍ଡିଆ ଖାବରା ହୋଇଗଲେ। ଅନ୍ଧାର ରାତି, ନିଛାଟିଆ ମଫଲ ଷ୍ଟେସନ, ଶିଶୁ ଆଉ ସ୍ତ୍ରୀ ଲୋକଙ୍କର ବିକଳ ଚିତ୍କାର, ମୃତ୍ୟୁ ଯନ୍ତ୍ରଣାର ଆର୍ତ୍ତ ଚିତ୍କାର, ତ୍ରାହି ତ୍ରାହି ରବ। ମଣିଷ ରକ୍ତରେ ପ୍ଲାଟଫର୍ମ ଆଉ ରାସ୍ତା ଭାସୁଛି। ଏଣେ କ'ଣ ହେଲା ଜାଣିଛ? ଆଖପାଖ ଗାଁମାନଙ୍କରୁ ଲୋକେ ଛୁଟି ଆସି ସେଇ ଭଙ୍ଗା ଟ୍ରେନ୍ ଭିତରୁ ଆହତ, ମୃତ, ଚିତ୍କାରରତ, ମୁମୂର୍ଷ ଯାତ୍ରୀମାନଙ୍କର ଜିନିଷପତ୍ର ଲୁଣ୍ଠି ନେଉଥାନ୍ତି। କିଏ କାହା ହାତରୁ ଘଣ୍ଟା ଭିଡ଼ି ନେଉଛି,
କାହା କାନରୁ ଦୁଲ ଛିଣ୍ଡାଇ ନେଉଛି, କିଏ ବୋହି ନେଉଛି ସୁଟକେସ୍, କିଏ ରେଡ଼ିଓ। ଇହ, କି ବିଭତ୍ସ! କଥାର ବିଭତ୍ସ ଧ୍ୱନିରେ ମୃତ୍ୟୁଞ୍ଜୟ ବାବୁ ମଧ୍ୟ ଶିହରି ଉଠିଲେ। ସେ ଆଖି ତରାଟି ଅନାଇଲେ ଚନ୍ଦ୍ରମୋହନ ବାବୁଙ୍କ ଆଡ଼େ। ତାପରେ ଦୀର୍ଘଶ୍ୱାସ ଛାଡ଼ିଲେ। ସୀତାସାଗର ରୋହୀ ଆଉ ତାଙ୍କର ଆଇଁଷ ରଙ୍କୁଣୀ ହାଉଡ଼ି ବଡ଼ ଝିଅ କୁନି ସୀତାସାଗର ରୋହୀ ଆଉ ତାଙ୍କର ଆଇଁଷ ରଙ୍କୁଣୀ ହାଉଡ଼ି ବଡ଼ ଝିଅ କୁନି ଏ ଦୁହିଁଙ୍କ ଆଡ଼ୁ ତାଙ୍କର ମନ ଖସି ଆସିଲା। ଛାଏଁ ଛାଏଁ ଚନ୍ଦ୍ରମୋହନ ବାବୁଙ୍କ କଥାର ବ୍ୟଞ୍ଜନାରେ ସେ ବ୍ୟଥିତ ହୋଇପଡ଼ିଲେ। ତାଙ୍କୁ ବଡ଼ ନିରାଶ ଲାଗିଲା। ସେ କିଛି କହିପାରିଲେ ନାହିଁ। ସତେକି ଏ ବିଭତ୍ସତା ତାଙ୍କ କୃତ। ଆହୁରି ଗୋଟେ ଦୀର୍ଘଶ୍ୱାସ ଛାଡ଼ି ସେ କହିଲେ, ବାସ୍ତବିକ୍ ବଡ଼ ଦୁଃଖର କଥା ଏ। ଚନ୍ଦ୍ରମୋହନ ବାବୁ ପୁଣି କହିଲେ, ପୃଥିବୀକୁ ଅତିମାନସ ଶକ୍ତି ଓହ୍ଲାଇ ଆସିଲାଣି। ଅଥଚ ସାଧାରଣ ମଣିଷ ପଶୁ ଭଳି ସେହି ହୀନ ସ୍ଥୂଳ ଆବେଦନର ଦାସ ହୋଇ ରହିଛି। ଆଶ୍ଚର୍ଯ୍ୟ ଆଉ ଶୋଚନୀୟ! ଏହି ସମୟରେ ମୃତ୍ୟୁଞ୍ଜୟ ବାବୁଙ୍କ ସମର୍ଥନକୁ ଅପେକ୍ଷା ନ କରି ବହୁକାଳୁ ଅପେକ୍ଷମାଣ ଧୁମାଳ ତୋଫାନ ଉତ୍ତର ପଶ୍ଚିମ କୋଣରୁ ମାଡ଼ି ଆସିଲା। ପ୍ରଥମେ ସାମାନ୍ୟ ଧୂଳି ଉଡ଼ାଇ, ତାପରେ ଚାହୁଁ ଚାହୁଁ ତୁହାକୁ ତୁହା ପବନ, ତା ସାଙ୍ଗକୁ ଓକାରିଲା ଭଳି ଧାମକୁଟା ବର୍ଷା ବିଜୁଳି ଘଡ଼ଘଡ଼ି। ଦୁଇ ତିନିଟା ଚଡ଼ଚଡ଼ି ମଧ୍ୟ ପାଖ ଆଖରେ କୋଉଠି ପଡ଼ିଗଲା। ହାଉଁ ହାଉଁ ହେଇ ବୟାର ସବୁ ଖେଦିଗଲେ ଚାରିଆଡ଼େ। ମାଡ଼ି ଆସିଲା ଲହଡ଼ିଆ ଅନ୍ଧାର। ମତୁଆଲା ପବନ ଅନ୍ଧ ଭାବରେ ଘାଉରେଇ ଦେଇଗଲା ପୃଥ୍ୱୀକି ଘଣ୍ଟାଏ 70-80 ମାଇଲ ବେଗରେ। ଦୁଇ ବନ୍ଧୁ ତରସ୍ତ ହୋଇ ସାଇକେଲମାନ ପଦାରେ ଫୋପାଡ଼ି ଦେଇ ଗୋଟିଏ ଫଟୋ ଦୋକାନ ଭିତରକୁ ପଶିଗଲେ। ତା ଭିତରେ ବି 20-30 ପଥଚାରୀ ଆଶ୍ରୟ ନେଇଥାନ୍ତି। ଦୋକାନୀ କବାଟ ବନ୍ଦ କରିଦେଲା। ଘର ଭିତରେ ନିରାପଦରେ ରହି ସେମାନେ କାନେଇ ରହିଲେ ବାହାରେ ପ୍ରକୃତିର କି ତାଣ୍ଡବ ଲୀଳା ଚାଲିଛି ତାର ନାନା ପ୍ରକାର ଧ୍ୱଂସକାରୀ ଶବ୍ଦରାଜି। ସେଇଥିରୁ ସେମାନେ ବୁଝୁଥାନ୍ତି କ'ଣ ସବୁ ଚାଲିଛି ଘର ବାହାରେ। ମଡ଼ ମଡ଼ ଶବ୍ଦ, ଗଛମାନେ ଟଳି ପଡ଼ୁଛନ୍ତି, ଡାହିମାନ ଭାଙ୍ଗି ଯାଉଛି, ଛପର ସବୁ ଉଡ଼ି ଯାଉଛି, ସିନେମା ଘର ଛାତରୁ ଟିଣ ଚାଦରମାନ ଗୁଳି ଭଳି ଉଡ଼ିଯାଇ କୋଉଠି ବାଡ଼େଇ ହୋଇଯାଉଥାଏ। କୁଆଡ଼ୁ ସବୁ ମଣିଷ ଆଉ ଜୀବଜନ୍ତୁଙ୍କ ଚିତ୍କାର। ପବନ ହାଉଁ ହାଉଁ ବର୍ଷାର ଝପ ଝପ ଘଡ଼ଘଡ଼ି, ସାଇଁ ସାଇଁ ବିଜୁଳି। ହଠାତ୍ ଘର ଭିତରୁ ଆଲୁଅ ଲିଭିଗଲା। ଅନ୍ଧାର। ବିଜୁଳି ତାରମାନ ଛିଡ଼ିଗଲା ରାସ୍ତାରୁ। ଖୁଣ୍ଟମାନ ଉପୁଡ଼ି ପଡ଼ିଲାଣି। ସମଗ୍ର ସହର ଅନ୍ଧାର। ଆଉ ଏଇ ଅନ୍ଧାରରେ ଏଇ ପ୍ରଳୟ ଲୀଳା। ଚନ୍ଦ୍ରମୋହନ ବାବୁ ସ୍ଥିତପ୍ରଜ୍ଞ ବ୍ୟକ୍ତି ଭଳି ଚୁପଚାପ ଠିଆ ହୋଇଥାନ୍ତି। ମାତ୍ର ମୃତ୍ୟୁଞ୍ଜୟ ବାବୁଙ୍କର ସ୍ନାୟୁ ସବୁ ଭୟ ଆଉ ଆଶଙ୍କାର ଉତ୍ତେଜନାରେ ବିବ୍ରତ ହୋଇ ପଡ଼ିଥାନ୍ତି। ତାଙ୍କ ମନରେ ଡକା ପଶିଯାଇଥାଏ। ପରେଡ଼ ପଡ଼ିଆରେ
ପରେଡ଼ ପଡ଼ିଆରେ ତାଙ୍କ ବଡ଼ ପୁଅ କୁନା ସାଇକେଲ ଟାୟାର ସାଙ୍ଗେ ମାତିଥିଲା। ସେ ଘରକୁ ଫେରିଥିବ ତ? ଏ ଯୋଉ ପବନ, ଘଣ୍ଟାକେ 70-80 ମାଇଲ ଗତି। ଓଃ, ହେ ଭଗବାନ! ମୃତ୍ୟୁଞ୍ଜୟ ବାବୁ ଏକ ନିରୁପାୟ ଆଶଙ୍କାରେ ଛଟପଟ ହେଲେ। ତାପରେ ଅଭ୍ୟାସଗତ ବ୍ୟାକୁଳ ଚିତ୍ତରେ ମନେ ମନେ ଈଶ୍ୱରଙ୍କୁ ଡାକିଲେ। ହେ ମଧୁସୂଦନ, ହେ ଦଇତାରି, ହେ ତ୍ରିଲୋକେଶ, ହେ ଆର୍ତ୍ତତ୍ରାଣ! ଗଜକୁ କୁମ୍ଭୀର ମୁହଁରୁ ରଖିଥିଲ, ମୃଗୁଣୀକୁ ରଖିଥିଲ ବ୍ୟାଧ ହାତରୁ, ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲ, ପରୀକ୍ଷିତକୁ ରଖିଥିଲ ଚକ୍ର ଉହାଡ଼ କରି ମାତୃଗର୍ଭରେ। ଏ ସଙ୍କଟରୁ ତ୍ରାହି କର ପ୍ରଭୁ। ଦୋକାନ ଘର ଭିତରେ ତାଙ୍କର ଏହି ବ୍ୟାକୁଳ ପ୍ରାର୍ଥନା ଯେମିତି ଏକାଗ୍ର, ସେମିତି ଆନ୍ତରିକ ଆର୍ଦ୍ର ହୋଇ ଉଠିଲା। ମୁହୂର୍ତ୍ତ ପରେ ସେ ମନ ଭିତରେ କିଞ୍ଚିତ୍ ଆଶ୍ୱାସନା ଓ ଭରସା ମଧ୍ୟ ପାଇଲେ। ସେ ବହୁବାର ଅନୁଭବ କରିଛନ୍ତି ଯେ ହୃଦୟ ଯେତେବେଳେ ଭାବପ୍ରବଣ ହୋଇଉଠେ, ଆଉ ଯେତେବେଳେ ନୈରାଶ୍ୟର ଅନ୍ଧକାର ଘୋଟିଆସେ ଚାରିଆଡ଼ୁ ନିବିଡ଼ ହୋଇ, ସେତେବେଳେ ମନ ଆଉ ଥଳକୂଳ ପାଏ ନାହିଁ। ଅର୍କ୍ଷିତ ଭଳି ଯେତେବେଳେ ସେ ସେଇ ଆଶାଶୂନ୍ୟ ନିର୍ମମ ଅନ୍ଧକାର ଛାତିରେ ମୁଣ୍ଡ କୋଡ଼େ, ସେତେବେଳେ ଅନ୍ଧକାରର ପଥର ଛାତି ମଧ୍ୟ ତରଳିଯାଏ। ସେତେବେଳେ ସେଇ ଅନ୍ଧକାର ନିଜେ ଏପରି ଏକ ଗଭୀର ଆସ୍ଥା ଆଉ ଆଶ୍ୱାସନା ଦିଏ, ଯାହା ଆଲୁଅ ଦେଇପାରେନା। କ୍ରମେ ତାଙ୍କୁ ଲାଗିଲା, କୁନାର ସେଇ ଆଶଙ୍କା ଜର୍ଜର ଗୁରୁଦାୟିତ୍ୱ ତାଙ୍କ ମୁଣ୍ଡ ଉପରୁ ଓହ୍ଲାଇ ଯାଉଛି। ମାତ୍ର ସଙ୍ଗେ ସଙ୍ଗେ ତାଙ୍କର ଗୃହିଣୀଙ୍କ କଥା ମନେ ପଡ଼ିଲା। ସେ ନିଶ୍ଚୟ ପ୍ରମାଦ ଗଣୁଥିବ। ଏ ଯେଉଁ ପ୍ରଳୟ ଚାଲିଛି, ସେଥିରେ ବିପରୀତ ତାଙ୍କର କଥା ଭାବୁଥିବ ଅଥୟ ହୋଇ। ବିଚଳିତ ହୋଇପଡ଼ୁଥିବ। ବାହାରେ ଗଛମାନ ଭାଙ୍ଗୁଛି, ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ୁଛି। ଅସ୍ଥିର ହୋଇ ଉଠୁଥିବ ତାର ମନ। କୋଉଠି ସେ ଥିବେ? ପ୍ରଭୁ ହେ, କୁନି ବୋଉର ମନରେ ଶାନ୍ତି ଦିଅ। ବହୁ ସମୟ ପରେ ଚନ୍ଦ୍ରମୋହନ ବାବୁ ପାଟି ବନ୍ଦ ହୋଇ ଯାଇଥିବ। କିଛି ସମୟ ପରେ ବର୍ଷା ଓ ତୋଫାନ କମି ଆସିଲା। ପ୍ରାୟ 45 ମିନିଟ୍ ଧରି ଚାଲିଥିଲା ଏ ତାଣ୍ଡବ। ତୋଫାନ କମିବା ପରେ ଭୟଙ୍କର ବର୍ଷାଟାଏ ବି ହେଲା ଅଧଘଣ୍ଟାଏ ଧରି। ବର୍ଷା ଛାଡ଼ନ୍ତେ ଦୁଇ ବନ୍ଧୁ ଦୋକାନରୁ ବାହାରି ସାଇକେଲ ପାଖକୁ ଆସିଲେ। ମାତ୍ର ସାଇକେଲ ପ୍ରାୟ ଅଧା ପୋତି ହୋଇଯାଇଥିଲା। ଗୋଟିଏ ଚାଳଘରୁ ସବୁତକ ନଡ଼ା ଉଡ଼ିଆସି ତା ଉପରେ ଜମା ହୋଇଯାଇଛି। ଚାରିଆଡ଼େ ଅନ୍ଧାର। ମୃତ୍ୟୁଞ୍ଜୟ ବାବୁ ତାଙ୍କର ମଳିନ ଟର୍ଚ୍ଚଟିକୁ ଜଳାଇ କଷ୍ଟେମଷ୍ଟେ ସାଇକେଲ ଉଠାଇଲେ। ତାପରେ ଦୁଇ ବନ୍ଧୁ ସାଇକେଲ ଧରି ସେହି ନିଷ୍ପ୍ରଭ ଟର୍ଚ୍ଚ ଆଲୁଅରେ ବାଟ ଅଣ୍ଡାଳି ଘରମୁହାଁ ଚାଲିଲେ। ମାତ୍ର ଝଡ଼ ତୋଫାନର କ୍ରିୟା ଅପେକ୍ଷା ତାର ପ୍ରତିକ୍ରିୟାଟା ଆହୁରି ଭୟାବହ। ଚାରିଆଡ଼େ ଅମୁହାଁ ଅନ୍ଧାର। ତୋଫାନ ମାଡ଼ଖିଆ ସେଇ ଓଦାଳିଆ ଅନ୍ଧାର ଭିତରେ ବହୁ ପ୍ରକାର ଶବ୍ଦ। ବହୁ ଲୋକ ଆଶ୍ରା ଛାଡ଼ି ଘରମୁହାଁ ଦୌଡ଼ିଛନ୍ତି। ତୋଫାନ ପାହାରଖିଆ କୁକୁରମାନେ କିଲିଚିଲି ହୋଇ। ଗୋଟାଏ କୁକୁର କୋଉଠି ମୃତ୍ୟୁ ଚିତ୍କାର ଛାଡ଼ିଛି। ତା ଉପରେ ମସ୍ତ ଏକ ଡାହି ପଡ଼ିଛି। ସେ ମୁକୁଳି ପାରୁନାହିଁ। ପୋଖରୀ କୂଳରେ ବାଡ଼ କଡ଼େ
ଚିତ୍କାର ଛାଡ଼ିଛନ୍ତି ବେଙ୍ଗମାନେ। ବର୍ଷା ଛାଡ଼ି ଯାଇଥିଲେ ବି ବିଜୁଳି ଚମକୁଛି। ରାସ୍ତାର ଉଭୟ ପଟୁ ଲୋକମାନେ ଛୁଟିଛନ୍ତି। କିଏ କାହାକୁ ଡାକୁଛି କିଏ କାହାକୁ ଡାକୁଛି ଅତର୍ଚ୍ଛ ହୋଇ। କିଏ ବା କାହାକୁ ପାଉନାହିଁ। କିଏ କାହାକୁ ଉତ୍ତର ଦଉଛି ଚିତ୍କାର କରି। କିଏ ଉତ୍ତର ନ ପାଇ ଡାକ ଛାଡ଼ିଛି। ବିଭିନ୍ନ ସ୍ଥାନରୁ ରାସ୍ତା ଉପରକୁ ବାହାରି ଆସୁଛନ୍ତି ଲୋକେ। କିଟିକିଟି ଅନ୍ଧାର, ଓଦାଳିଆ ମେଘୁଆ ଅନ୍ଧାର, ଆଉ ତା ଭିତରେ ହାଉ ଯାଉ ଅନ୍ଧାର। ବଣା ଅତର୍ଚ୍ଛ ପ୍ରାଣୀମାନେ ଦୌଡ଼ିଛନ୍ତି ଘରମୁହାଁ। ଦୁଇ ବନ୍ଧୁ ତାରି ଭିତରେ ଡାହିମାନ ଡେଇଁ ଡେଇଁ ଚାଲିଛନ୍ତି। ଦୁଇ ବନ୍ଧୁ ତାରି ଭିତରେ ଡାହିମାନ ଡେଇଁ ଡେଇଁ ଚାଲିଛନ୍ତି। ଗୋଟାଏ ପିଲା ବିଜୁଳି ତାରରେ ଛନ୍ଦି ହୋଇ ପଡ଼ିଯାଇଛି। ଚିତ୍କାର ଛାଡ଼ୁଛି। କିଏ ପଞ୍ଝାଏ ଉଠିପଡ଼ି ସିଆଡ଼େ ଦୌଡ଼ୁଛନ୍ତି। ଚନ୍ଦ୍ରମୋହନ ବାବୁ ଥରେ ପଡ଼ିଯାଇ ପୁଣି ଉଠି ଚାଲିଲେ। ମୃତ୍ୟୁଞ୍ଜୟ ବାବୁ ମଧ୍ୟ ପଡ଼ୁ ପଡ଼ୁ ଉଠି ଚାଲିଥାନ୍ତି। ପଡ଼ୁ ପଡ଼ୁ ଉଠି ଚାଲିଛନ୍ତି। ବହୁ କଷ୍ଟରେ, ବହୁ ବାଧା ଓ ପ୍ରତିବନ୍ଧକ ଅତିକ୍ରମ କରି ସେମାନେ ଚାଲିଛନ୍ତି। ଦୁହିଁଙ୍କ ମୁହଁରେ କଥା ନାହିଁ। କିପରି ଯେଝାର କୁଟୀରମାନଙ୍କରେ ପଶିଯିବେ, ଆପଣାର ପରିବାରକୁ ନିରାପଦରେ ଥିବାର ଦେଖିବେ, ମନର ସେହି ଉଦ୍ବେଗ, ସେହି ଆକୁଳତା। ସେମାନେ ମଧ୍ୟ ଅମୁହାଁ ଧାଇଁଛନ୍ତି। ଡାହାଣ କଡ଼ରେ ପଡ଼ିଲା ସୀତାସାଗର ବନ୍ଧ। ବନ୍ଧର ଏ କଡ଼କୁ ରାସ୍ତାର ବାମପଟେ ଅଶ୍ୱତ୍ଥ, ବର, କୃଷ୍ଣଚୂଡ଼ା ଆଉ ତେନ୍ତୁଳି ଆଦି ଗଛ। ବେଶ୍ ଝଙ୍କାଳିଆ ଗଛମାନ। ଖରାଦିନେ ପତ୍ର ପୂରି ରହିଥାଏ। ଖୁବ୍ ଉଚ୍ଚା, ବହୁ ଶାଖା ପ୍ରଶାଖା ଯୁକ୍ତ ଏଇ ସବୁ ଗଛ। ଏଇ ଛାଇ ଓ ଶୀତଳତା ଲୋଭରେ ସେଠି ବାଦୁଡ଼ି ଗଗନ କରିଥାନ୍ତି। ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ବାଦୁଡ଼ି ଓହଳିଥାନ୍ତି ସେଥିରେ। ପାଖରେ ରାଧାକାନ୍ତ ମଠ। ମହନ୍ତ ମହାରାଜାଙ୍କ ହୁକୁମ। କେହି ଯେମିତି ଏ ଗହନରୁ ବାଦୁଡ଼ି ନ ମାରନ୍ତି। କେହି ମଧ୍ୟ ମାରନ୍ତି ନାହିଁ। କିନ୍ତୁ କେବେ କେବେ ବିଜୁଳି ତାରରେ କେତୁଟା ବାଦୁଡ଼ି ଅଟକି ଯାଇ ମରନ୍ତି। ସେତେକ ମାଂସାଶୀମାନେ ଟାଣି ନେଇ ଜିହ୍ୱା ଲାଳସା ମେଣ୍ଟାନ୍ତି। ସୀତାସାଗର ପାଖେ ହେଲାବେଳକୁ ଗୋଟେ ଆଇଁସିଆ ଗନ୍ଧରେ ମୃତ୍ୟୁଞ୍ଜୟ ବାବୁ ଟିକିଏ ବିଚଳିତ ହୋଇଉଠିଲେ। ଆଜି ଦି'ପ୍ରହରରେ ମରା ହୋଇଛି ଏ ପୋଖରୀରୁ ପ୍ରାୟ 3-4 ମହଣ ରୋହୀ। ସେଇ ଗନ୍ଧ ଏବେ ବି ଛାଡ଼ିନି ଏଇ ବାୟୁମଣ୍ଡଳରୁ। ସୀତାସାଗର ରୋହୀ। ଆଃ, ଆଜି ଏ ବରଷା ରାତେ, ଏ ଝଡ଼ ରାତିରେ, ଆହା, ଆଇଁଷ ରଙ୍କୁଣୀ ହାଉଡ଼ି ଝିଅ କୁନି। ପଡ଼ୋଶୀ ସପ୍ଲାଇ ଅଫିସର ଦୀନବନ୍ଧୁ ବାବୁଙ୍କ ରୋଷେଇ ଘରୁ ନିଶ୍ଚୟ ଭାସି ଆସୁଥିବ ବର୍ତ୍ତମାନ ସୀତାସାଗର ରୋହୀର ତୈଳସ୍ନିଗ୍ଧ ଉତ୍ତପ୍ତ ପ୍ରଲୁବ୍ଧ ବାସନା। ଝଡ଼ ତୋଫାନକ୍ରାନ୍ତ ରାତିର ଏଇ ଶୀତଳ ଅବସନ୍ନ ଝଡ଼ ତୋଫାନକ୍ରାନ୍ତ ରାତିର ଏଇ
ଶୀତଳ ଅବସନ୍ନ ହାୱା ଚାଙ୍ଗା ବିଚାରି ଛଟପଟ ହଉ ଚାଙ୍ଗା ବିଚାରି ଛଟପଟ ହେଉଥିବ। ତାର ମୋଟା ମୋଟା ନାକପୁଡ଼ା ବିସ୍ତାର ହୋଇ ସେ ସେଇ ଗନ୍ଧକୁ ଆଘ୍ରାଣି ଯାଉଥିବ। ତାର ଆମିଷ ଲୁବ୍ଧ ଜିହ୍ୱା ତରଳି ଯାଉଥିବ, ବହି ଯାଉଥିବ। ପ୍ରକୃତରେ ଏ ରାତି ମଧ୍ୟ ଆମିଷ ଲୋଲୁପୀ। ଅତି ତୀବ୍ର ଆଉ ହିଂସ୍ର ତାର ଏଇ ଆମିଷ ଲୋଲୁପତା। ମୃତ୍ୟୁଞ୍ଜୟ ବାବୁ ଗୋଟେ ଶାଖା ପ୍ରଶାଖାଯୁକ୍ତ ଡାହି ସନ୍ଧିରୁ ସାଇକେଲର ପାଡେଲଟାକୁ ମୁକୁଳାଇ ସାଇକେଲ ଟେକୁ ଟେକୁ ଦେଖିଲେ ଅସଂଖ୍ୟ ଲୋକ ବନ୍ଧ ଆଡ଼ୁ ରାସ୍ତାକୁ ଛୁଟୁଛନ୍ତି। ଆଉ କେତେକ ରାସ୍ତା ଉପରୁ କ'ଣ ସବୁ ଝାମ୍ପି ମାରି କୁଆଡ଼େ ଛୁଟି ପଳାଉଛନ୍ତି। ହେଇ ହେଇ ଚିତ୍କାର, ଉଲ୍ଲସିତ କୋଳାହଳ। ଚନ୍ଦ୍ରମୋହନ ବାବୁ ଆଗରେ ଚାଲିଥାନ୍ତି। ହଠାତ୍ ସେ ଅଟକି ଯାଇ ଡାକ ପକାଇଲେ, ମୃତ୍ୟୁଞ୍ଜୟ ବାବୁ! କହନ୍ତୁ। ଉଃ। କ'ଣ ହେଲା? ଆଃ। ଦେଖିଲେଣି? ଇଃ। କ'ଣ? ଅ। ସେଇ ଗଛଟି ଭାଙ୍ଗି ପଡ଼ିଛି ଛନଛତର ହୋଇ। ଆଉ ଲକ୍ଷ ଲକ୍ଷ ବାଦୁଡ଼ିଙ୍କ ଗହଣ ମଧ୍ୟ ଯାଇଛି ଛିନଛତର ହୋଇ। ଆଉ ଲକ୍ଷ ଲକ୍ଷ ବାଦୁଡ଼ିଙ୍କ ଗହଣ ମଧ୍ୟ ଯାଇଛି ଛିନଛତର ହୋଇ। ଅସଂଖ୍ୟ ବାଦୁଡ଼ି ରାସ୍ତା ଉପରେ ଆହତ ହୋଇ ପଡ଼ିଛନ୍ତି। କାହାର ମୁଣ୍ଡ ଛତୁ ହୋଇଯାଇଛି, ଆଉ କାହାର ଡେଣା ଭାଙ୍ଗି ଯାଇଛି। କିନ୍ତୁ ସବୁ ଚିପି ହୋଇଯାଇଛନ୍ତି। କିଏ ସବୁ ଚିପି ହୋଇଯାଇଛନ୍ତି। ଆଉ ସେମାନଙ୍କର ସେ କି ବିକଳ ଚିତ୍କାର! ରାସ୍ତା ଉପରେ ପାଦ ପକାଇବାକୁ ଜାଗା ନାହିଁ। ମାଳ ମାଳ ଆହତ ବାଦୁଡ଼ି, ଆର୍ତ୍ତ ବାଦୁଡ଼ି, ବିକଳ ବାଦୁଡ଼ି, ମୃତ ବାସଭ୍ରଷ୍ଟ, ତ୍ରସ୍ତ ଚିତ୍କାରରତ ଲକ୍ଷ ଲକ୍ଷ ଅସଂଖ୍ୟ ବାଦୁଡ଼ି। ଆଜି ରାଧାକାନ୍ତ ମଠ ମହନ୍ତଙ୍କର କରୁଣାପୂର୍ଣ୍ଣ ଆଦେଶକୁ ନିଷ୍ଠୁର କରାଳ ପ୍ରକୃତି ପଦାଘାତ କରିଛି। ଛୁଟି ଆସୁଛନ୍ତି ସେମାନେ, ମାଂସଲୋଲୁପ ଆମିଷଲୁବ୍ଧ ହିଂସ୍ର ମଣିଷମାନେ। ଟୋକେଇ ଧରି, ଖାଲି ହାତରେ ଯେ ଯେତେ ଗୋଟାଇ ପାରିଲା, ନେଇପାରିଲା, ଟାଣିପାରିଲା, ଉଠେଇ ନେଉଛନ୍ତି। ଅନ୍ଧ ଜଡ଼ ପ୍ରକୃତିର ଏଇ ନିର୍ମମ ବିଶୃଙ୍ଖଳ ଉଦ୍ଦାମ ଧ୍ୱଂସକାରୀ ତାଣ୍ଡବଲୀଳାର ମୃତ୍ୟୁଯଜ୍ଞର ନିଦାରୁଣ ଅବଦାନ। ଏଇ ଅନ୍ଧ ତାମସୀ ଝଡ଼ ରାତିର ତୋଫାନ କ୍ଷୁବ୍ଧ ହିଂସ୍ର ପାଶବିକ କ୍ଷୁଧା ଲାଗି ଉପଯୁକ୍ତ ଆହାର୍ଯ୍ୟ। ମୃତ୍ୟୁଞ୍ଜୟ ବାବୁ ସେହି ଅସଂଖ୍ୟ ଭୂପତିତ ଆହତ ବାଦୁଡ଼ିମାନଙ୍କୁ ଚାହିଁଲେ। ଚାହିଁ ଚାହିଁ କରି ଗୋଟାଏ ବୁଦୁତ୍ ସ୍ରୋତ ପହଁରିଗଲା ଆକାଶରେ ଆଉ ପୃଥିବୀରେ। ମେଘାବୃତ ଆକାଶର ବୁକୁ ଚିରି ହୋଇଗଲା। ମେଘାର୍ଦ୍ଦ ଧରଣୀର ବକ୍ଷ କମ୍ପି ଉଠିଲା। ଆଉ ସଙ୍ଗେ ସଙ୍ଗେ ଏକ ଆଦିମ ହିଂସ୍ର ମାଂସଲୁବ୍ଧ ପ୍ରାଣୀ ବିନାଶକ ପୈଶାଚିକ ପାଶବିକ ଲାଳସାର ଲହ ଲହ ଲୌହ ଜିହ୍ୱାର କାମନାଗ୍ନି ଜଳି ଉଠିଲା ମୃତ୍ୟୁଞ୍ଜୟ ବାବୁଙ୍କ ଦୁଇ ଆଖିରେ।
ଯେଉଁ ଲାଳସା ଯେଉଁ ଲାଳସା ଜଳି ଉଠେ ଶିକାରୀ ଝିଟିପିଟିର ଆଖିରେ, ଶିକାରୀ ବାଘର ଦାନ୍ତରୁ ଶିକାରୀ ବାଘର ଦାନ୍ତ ଉପରେ, ଶିକାରୀ କୁମ୍ଭୀର ଲାଞ୍ଜ ଆଗରେ, ଶିକାରୀ କୁମ୍ଭୀର ଲାଞ୍ଜ ଅଗ୍ରରେ। ସେଇ ଆଲୁଅରେ ତାଙ୍କୁ ଦେଖାଗଲା ଅସଂଖ୍ୟ ମାଂସପିଣ୍ଡ ସାଲୁବାଲୁ। ଅନାୟାସ ଲବ୍ଧ ଏଇସବୁ ମାଂସର କୁଦ, ମାଂସର ଖଣ୍ଡ, ମାଂସ ମେଞ୍ଚା ମେଞ୍ଚା, ନାଲ ନାଲ, ସ୍ନିଗ୍ଧ କୋମଳ ଉଷ୍ଣ ରକ୍ତଯୁକ୍ତ ମାଂସ। ମୃତ୍ୟୁଞ୍ଜୟ ବାବୁ ଶିରା ଓ ସ୍ନାୟୁଗୁଡ଼ିକ ଲୋଭରେ ଟଣକେଇ ଉଠିଲେ। ସେ ନିର୍ବିଚାରରେ ଗୋଟି ଗୋଟି କରି ବାଦୁଡ଼ି ତଳୁ ଉଠାଇ ବାସ୍କେଟରେ ପୂରାଇବାରେ ଲାଗିଲେ। ତାପରେ ମନ ଇଚ୍ଛା ପରିବା ବ୍ୟାଗରେ ଭରତି କରିଗଲେ। ଯେତେବେଳେ ସବୁ ପୂର୍ଣ୍ଣ ହୋଇଗଲା ସେ ପରମ ତୃପ୍ତିରେ ତତ୍ପର ହୋଇ ଉଠିଲେ ଘରକୁ ଫେରିବା ଲାଗି। ଚତୁର୍ଦିଗରେ ବାଦୁଡ଼ି ସଂଗ୍ରହକାରୀମାନଙ୍କର ମହୋଲ୍ଲାସପୂର୍ଣ୍ଣ ହର୍ଷ ଚିତ୍କାର ଓ ଲକ୍ଷ ଲକ୍ଷ ଆହତ ବାଦୁଡ଼ିଙ୍କର ଆର୍ତ୍ତ ମୁମୂର୍ଷ ଯନ୍ତ୍ରଣାଜନିତ ବିଳାପ। ସେଠି ଛେଳିର ମେଁ ମେଁ ଆଉ ବାଘର ହେଣ୍ଟାଳ ସବୁ ମିଶି ଏକ କିମ୍ଭୂତ ଶବ୍ଦ ଆଉ ଦୃଶ୍ୟର ସମାହାର। ମୃତ୍ୟୁଞ୍ଜୟ ବାବୁ ହିଂସ୍ର ଉଲ୍ଲାସରେ ଆଗକୁ ସାଇକେଲ ମଡ଼ାଇଲେ। ତାଙ୍କର ମନ ଚଞ୍ଚଳ ହୋଇପଡ଼ିଲା ଘରକୁ ଫେରିବା ଲାଗି। ମାତ୍ର ଏ କ'ଣ? ସାଇକେଲଟି ଗଡ଼ୁନାହିଁ। ମୃତ୍ୟୁଞ୍ଜୟ ବାବୁ ବ୍ରେକ୍ ଦେଖିଲେ। ଠିକ୍ ଅଛି, ପାଡେଲ ମଧ୍ୟ କୋଉଠି ଅଟକି ଯାଇନାହିଁ। ଆଉ ତେବେ? ସାଇକେଲକୁ ଦୁଇଥର ଉପରକୁ ଟେକି ତଳେ କଚିଦେଲେ। ନା ତ, ଠିକ୍ ଅଛି, ତେବେ କାହିଁକି? ଖାଲି ଚିଁ ଚିଁ ଚିଁ, ଲକ୍ଷ ଆହତ ମୁମୂର୍ଷ ଆର୍ତ୍ତ ବାଦୁଡ଼ିଙ୍କର ସାଲୁବାଲୁ କରୁଣ ବିଳାପ। ଚିଁ ଚିଁ ଚିଁ। କିନ୍ତୁ ସାଇକେଲ ଗଡ଼ୁନାହିଁ କିଆଁ? ଏଇ ଯେ ତାଙ୍କର ହାଣ୍ଡେଲ, ପ୍ୟାଡେଲ, କ୍ରାକ୍, ଦୁଇ ଚକା, ଚାରିଆଡ଼େ ସେମାନେ ଘେରି ଯାଇଛନ୍ତି, ଜାବୁଡ଼ି ଧରିଛନ୍ତି, ଚିତ୍କାର କରୁଛନ୍ତି। ସେମାନଙ୍କର ସେଇ ପାତଳ ଚମର କୁଲାପରି ଡେଣାମାନ, ଆଉ ପ୍ରତିପକ୍ଷରେ ସେଇ ସବୁ ତୀକ୍ଷ୍ଣ ନଖ। ସେମାନେ ଜାବୁଡ଼ି ଧରିଛନ୍ତି ମୃତ୍ୟୁଞ୍ଜୟ ବାବୁଙ୍କ ସାଇକେଲକୁ। ସେମାନେ ଛାଡ଼ୁନାହାନ୍ତି, ଚିଁ ଚିଁ କରୁଛନ୍ତି। ସେମାନେ ଘେରି ଯାଇଛନ୍ତି। ଅନ୍ଧାର ବିଜୁଳି ହିଂସ୍ର ପ୍ରମତ୍ତ କୋଳାହଳ, ଆର୍ତ୍ତ ମୁମୂର୍ଷ ଯନ୍ତ୍ରଣାର ଚିତ୍କାର, ଚାରିଆଡ଼େ ତୋଫାନ ପରି ଭୀତିପ୍ରଦ ସାଲୁବାଲୁ ପ୍ରତିକ୍ରିୟା। ମୃତ୍ୟୁଞ୍ଜୟ ବାବୁ ପାରୁ ପର୍ଯ୍ୟନ୍ତେ ବାଦୁଡ଼ିମାନଙ୍କୁ ସାଇକେଲରୁ ଛଡ଼ାଇ ଲାଗିଲେ। ମାତ୍ର ଅସମ୍ଭବ। ସେମାନେ ଅଧିକ ଚିଁ ଚିଁ କଲେ। ପ୍ରାଣ ବିକଳରେ ଅଧିକ ଶକ୍ତିରେ ସେମାନେ ସାଇକେଲକୁ ଘେରିଗଲେ। ସେମାନେ ସ୍ୱୟଂ ମୃତ୍ୟୁଞ୍ଜୟ ବାବୁଙ୍କ ଦେହଯାକ ଘେରିଗଲେ। ଟର୍ଚ୍ଚ ମାରି ଦେଖିଲେ ମୃତ୍ୟୁଞ୍ଜୟ ବାବୁ। ସାନ ସାନ ମୁହଁଟିମାନ ମୂଷା ମୁହଁ ପରି। ନାନା ମଣିଷର ମୁହଁ ପରି, ମଣିଷ ପିଲାର ମୁହଁ ପରି। ସେଇପରି ତ୍ରସ୍ତ, ବିକଳ, ଅନୁଯୋଗଭରା ଚାହାଣି। ସାନ ସାନ କାନଟିମାନ, ସାନ ସାନ ପାଟି ଆଉ ଦାନ୍ତ। ସେମାନେ ଦାନ୍ତ ନିକୁଟି ଚିଁ ଚିଁ ହେଉଛନ୍ତି। ବାଟ ଛାଡ଼ୁନାହାନ୍ତି। ସେମାନେ ଆଣ୍ଟି ଧରିଛନ୍ତି, ଜାବୁଡ଼ି ଧରିଛନ୍ତି। ଡେଣା ହଲ ହଲ କରୁଛନ୍ତି। ସାନ ସାନ ରକ୍ତାକ୍ତ ଆଉ ଭୟାର୍ତ୍ତ ମୁହଁଟିମାନଙ୍କୁ ଏପଟ ସେପଟ ବୁଲାଉଛନ୍ତି, ଅନୁଯୋଗ କରୁଛନ୍ତି, ଗାଳି ଦେଉଛନ୍ତି, ସଁପୁଛନ୍ତି, ଅଭିଶାପ ଦେଉଛନ୍ତି, ରକ୍ଷା କର ବୋଲି ଡକା ଛାଡ଼ୁଛନ୍ତି। ସେମାନେ ବୋଧେ କ'ଣ ସବୁ କହୁଛନ୍ତି। ମେଘାବୃତ ଆକାଶ,
ମେଘାବୃତ ଆକାଶ ବକ୍ଷକୁ ଚିରି ଦେଇ ପୁଣି ଥରେ ଚାଇଁକିନା ବିଜୁଳି ମାରିଲା। ମୃତ୍ୟୁଞ୍ଜୟ ବାବୁଙ୍କ ଦେହ ହାତ ଅବଶ ହୋଇ ଆସିଲା। ବାଦୁଡ଼ିମାନେ ତାଙ୍କୁ ଘେରି ଯାଇଛନ୍ତି। ତାଙ୍କର ସାଇକେଲ, ତାଙ୍କର ପାଦ ଗୋଡ଼, ଛାତି, ବେକ, ମୁଣ୍ଡ ଚାରିଆଡ଼େ ବାଦୁଡ଼ି। ସେମାନେ ଚକା ଭିତରେ ପଶି ଗୋଟିଏ ଡେଣାରେ ଚକା ଓ ଆଉ ଗୋଟାଏ ଡେଣାରେ ସାଇକେଲର ଫ୍ରେମ୍ ରଡ଼କୁ ଜାବୁଡ଼ି ଧରିଛନ୍ତି। ସାଇକେଲ ଗଡ଼ୁନାହିଁ। ମୃତ୍ୟୁଞ୍ଜୟ ବାବୁଙ୍କ ଦେହ ଶିଥଳ ହୋଇ ଆସିଲା। ଏକ ଅବଶ ଶୀତଳତାରେ ସେ ଜଡ଼ ପାଲଟିଗଲେ। ତାଙ୍କ ମନରେ ଖେଳିଗଲା ସେଇ ଚିତ୍ର। ବାଉଦପୁର ଟ୍ରେନ୍ ଦୁର୍ଘଟଣା। ଅସଂଖ୍ୟ ଅସହାୟ ଆହତ ନିହତ ଯନ୍ତ୍ରଣା କାତର ଯାତ୍ରୀଙ୍କର ବିକଳ ବିଳାପ ଆଉ ଆଖପାଖ ଗାଁମାନଙ୍କରୁ ଧାଇଁ ଆସି ବାକ୍ସଟିମାନ, ବିଛଣାଟିମାନ, ଘଣ୍ଟାଟିମାନ, ଚୁଡ଼ି ଆଉ ଦୁଲ୍, ଟ୍ରାଞ୍ଜିଷ୍ଟରମାନ ଲୁଟି ନେଉଛନ୍ତି। ସେଇ ସବୁ ନିର୍ଦ୍ଦୟ ପଶୁ ମଣିଷମାନେ ଯେଉଁମାନଙ୍କ ମୁହଁ ସବୁ ଲୋଭରେ ଲାଲ, ହିଂସ୍ରତାରେ ଯେଉଁମାନଙ୍କର ଆଖିର ଚାହାଣିରେ ନରକର ନିଆଁ ଜଳେ। କିନ୍ତୁ ସେ ନିଜେ, ହେ ଭଗବାନ! ମୃତ୍ୟୁଞ୍ଜୟ ବାବୁଙ୍କ ମୁଣ୍ଡ ବୁଲାଇ ଦେଲା। ତାଙ୍କ ଛାତି ରୁନ୍ଧି ହୋଇଗଲା। ସେ ପାଟି କରି କାନ୍ଦିବାକୁ ବ୍ୟାକୁଳ ହେଲେ। ସେ ଭେଁ ଭେଁ ପାଟି କରି କାନ୍ଦି ଉଠିଲେ। ଆକାଶକୁ ଚାହିଁ ପିଲାଙ୍କ ଭଳି କାନ୍ଦି ଉଠିଲେ। ଆର୍ତ୍ତ କଣ୍ଠରେ ବୋବାଳି ଛାଡ଼ିଲେ। ତାଙ୍କର ଏ ବୋବାଳି ଅନ୍ଧାର ସଙ୍ଗେ ମିଶି ଆକାଶ ଆଡ଼କୁ ପହଁରିଗଲା। ସେ ବିକଳ ହୋଇ ଡକା ପାରିଲେ, ହେ ଭଗବାନ! ହେ ତ୍ରିଲୋକେଶ! ହେ କରୁଣାସାଗର! ହେ କ୍ଷମାନିଧି! ହେ ଆର୍ତ୍ତତ୍ରାଣ! ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲ। ଗଜକୁ କୁମ୍ଭୀର କବଳରୁ ରକ୍ଷା କରିଥିଲ। ହରିଣୀକୁ ରକ୍ଷା କରିଥିଲ ବ୍ୟାଧ ହାତରୁ। ପ୍ରହ୍ଲାଦକୁ ତୋଳି ଧରିଥିଲ ଅଗ୍ନିକାଣ୍ଡରୁ। ମୋତେ ଏହି ନାରକୀୟ ଲୋଭ ହାତରୁ ସେହି ଝଡ଼ ତୋଫାନକ୍ରାନ୍ତ ମେଞ୍ଚା ମେଞ୍ଚା ଓଦାଳିଆ ଅନ୍ଧାର ଭିତରେ, ସେହି ପାଶବିକ ହିଂସ୍ରତାର ଲୋଭାତୁର ପ୍ରମତ୍ତ ଅନ୍ଧାର ଭିତରେ, ସେହି ଅସହାୟ ଅନ୍ଧ ମାଂସଳ ଲାଳସାର ବିଭତ୍ସ ଅନ୍ଧାର ଭିତରେ ମୃତ୍ୟୁଞ୍ଜୟ ବାବୁଙ୍କର ସେହି ମାନବ ଶିଶୁ ଆତ୍ମାଟିର ଆକୁଳ ପ୍ରାର୍ଥନା ଏକ ପବିତ୍ର କରୁଣାର କ୍ଷୀଣ ଶୁଭ୍ର ଧାରାରେ କ୍ଷିପ୍ରତମ ଗତିରେ ବହି ଚାଲିଲା। ଛଳ ଛଳ ହୋଇ ସେହି ପରମ କାରୁଣିକରଙ୍କର ମହାକରୁଣାର ମହାସମୁଦ୍ର ଭିତରକୁ। ମୃତ୍ୟୁଞ୍ଜୟ ବାବୁ ସେଇ ସ୍ରୋତରେ ଆପଣାକୁ ଭସାଇ ଦେଲେ ଏବଂ ଶେଷ ପର୍ଯ୍ୟନ୍ତ ସେ ସେଇ ସ୍ରୋତରେ ଭାସି ଭାସି ପାରି ହୋଇଗଲେ। ସେଇ ନାରକୀୟ ବିଭତ୍ସ ହିଂସ୍ର ତାମସିକ ରାତିର ଘୋର ଲୋହଜିହ୍ୱ ଅନ୍ଧକାରକୁ। ସେଦିନ ଘରକୁ ଫେରିଆସି ମୃତ୍ୟୁଞ୍ଜୟ ବାବୁ ଦେଖିଲେ ପରିବାର ନିରାପଦରେ ଅଛି। କୁନା ଯଥା ସମୟରେ ଘରକୁ ଫେରିଆସିଛି। ମାତ୍ର ଏ କ'ଣ? ସାନ ଛେଳି ଛୁଆଟିଏ ବାରଣ୍ଡାରେ ଠିଆ ହୋଇ
କାକୁସ୍ଥ ହୋଇ ଥରୁଛି। କୁନା କହିଲା, ବାପା, ତୋଫାନ ବେଳେ ତା ମା ଆଉ ତୋଫାନ ବେଳେ ତା ମା ଆଉ ଅନ୍ୟ ଛୁଆମାନେ ଦୌଡ଼ି ପଳାଇଲେ। ଏକୁଟିଆ ଏଣିକି ତେଣିକି ଚାହିଁ ବିକଳରେ କାନ୍ଦୁଥିଲା। ଧୁମାଳ ଯେମିତି ମାଡ଼ି ଆସିଲା, କୁଆଡ଼େ ଯାଇପାରିଲା ନାହିଁ। ଧୁମାଳ ଯେମିତି ମାଡ଼ି ଆସିଲା, କୁଆଡ଼େ ଯାଇପାରିଲାନି। ମୁଁ ଆଣି ଘରେ ରଖିଛି। କାଲି ସକାଳେ ତା ମା ପାଖରେ ଛାଡ଼ି ଦେଇ ଆସିବି। ଏଇ କାନୁ ଗୋଇ ବାବୁଙ୍କ ଛେଳି ମ। ମୃତ୍ୟୁଞ୍ଜୟ ବାବୁ ସ୍ନେହ ଆଉ କଲ୍ୟାଣରେ ପୁଅର ମୁଣ୍ଡକୁ ଆଉଁସି ଲାଗିଲେ। ଏହି ସମୟରେ ତାଙ୍କର ଆଇଁଷ ଲୋଭୀ ହାଉଡ଼ି ବଡ଼ ଝିଅ କୁନି ଆସି କହିଲା, ବାପା, ଦେଖିବ ଆସ। କ'ଣ ଲୋ ମା? ଗୋଟାଏ ବାଦୁଡ଼ି ତୋଫାନରେ କୁଆଡ଼ୁ ଉଡ଼ି ଆସି ଆମ ପିଣ୍ଡାରେ ପଡ଼ିଗଲା। ତା ଡେଣା ଭାଙ୍ଗି ଯାଇଛି। ବୋଉ ସେଥିରେ ଆଇଡ଼ିନ୍ ତୁଡ଼ନା ଲଗାଇ ଦେଇଛି। ମୁଁ ତାକୁ ଢାବଲ ଭିତରେ କନା ପକାଇ ଶୁଆଇ ଦେଇଛି। ତାକୁ ଦୁଧ ଦେଲି, ଭାତ ଦେଲି, କିଛି ଖାଉନି ଅଲକ୍ଷଣା। ମୃତ୍ୟୁଞ୍ଜୟ ବାବୁଙ୍କ ଆଖି ଛଳ ଛଳ ହୋଇ ଉଠିଲା। ସେ ପୁଅକୁ ଛାଡ଼ି ଝିଅକୁ ଆଲିଙ୍ଗନ କରି ଆର୍ଦ୍ର କଣ୍ଠରେ ପଚାରିଲେ, ତମର ବୋଉ କାହିଁରେ କୁନା? କୁନା ବୋଉ ରୋଷେଇ ଘରୁ ଆସି ପହଞ୍ଚିଲେ। ସେ ତୋଫାନ ବେଳେ ତୁମେ କୋଉଠି ଥିଲ? ବେଶ୍ ନିରାପଦରେ ଥିଲି। ଫଟୋ ଦୋକାନରେ। ହେ ଭଗବାନ! ମୁଁ ଖାଲି ଭଗବାନଙ୍କୁ ଡାକୁଥାଏ। ଯୋଉ ପବନ, ଯୋଉ ଚଡ଼ଚଡ଼ି, ଅର୍ଖିତଙ୍କୁ ଦଇବ ସାହା। ଅନ୍ୟ ପିଲାମାନେ ଆସି ବାପାକୁ ଘେରିଗଲେ। ପାରିବାରିକ କଳରବରେ ସେଇ ସାନ ମଳିନ ଘରଟି ମୁଖରିତ ହୋଇ ଉଠିଲା। ମୃତ୍ୟୁଞ୍ଜୟ ବାବୁ ସେହି ନିରୀହ, ନିଷ୍ପାପ, କଲ୍ୟାଣପୂର୍ଣ୍ଣ କାରୁଣିକ ଦରିଦ୍ର ପରିବାରଟିକୁ କୁଣ୍ଡେଇ ଧରି ମହାନନ୍ଦରେ ଉଲ୍ଲସିତ ହୋଇ ଉଠିଲେ। ତାଙ୍କ ମନରେ କେମିତି ଗୋଟେ ଆସ୍ଥା ଆସିଗଲା। ଏ ପୃଥିବୀ ନିଶ୍ଚେ ବଦଳିଯିବ। ଏ ଦାରିଦ୍ର୍ୟ ନିଶ୍ଚୟ ଅପସରିଯିବ। ମଣିଷ ନୁହେଁ, ତା ଭିତରର ସୁପ୍ତ ମନୁଷ୍ୟତା ହିଁ ଦିନେ ଏ ପୃଥିବୀକୁ ରକ୍ଷା କରିବ। ଡେରି ହେଉ, ଯେତେ ଡେରି ହେଉ ପଛେ। ଗାଳ୍ପିକ ପରିଚିତି। ମହାପାତ୍ର ନୀଳମଣି ସାହୁ। ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟରେ ମହାପାତ୍ର ନୀଳମଣି ସାହୁଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ତାଙ୍କ କ୍ଷୁଦ୍ରଗଳ୍ପ ଗୁଡ଼ିକରେ ସାମ୍ପ୍ରତିକ ଜୀବନର ପ୍ରତିଲିପି ଓ ପ୍ରତିଫଳନ ଦେଖିବାକୁ ମିଳେ। ସେ କଟକ ଜିଲ୍ଲାର ନିଆଳି ଗ୍ରାମରେ 1926 ଡିସେମ୍ବର 22 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ସମାଲୋଚକ, ଅଧ୍ୟାପକ, ଅନୁବାଦକ ଓ ସମ୍ପାଦକ ଥିଲେ। ସାଂସାରିକ ମଣିଷର ବ୍ୟଥା ଓ ବେଦନାକୁ ଆପଣାର କରିନେଇ ସେ କଲମ ମୁନରେ ରୂପ ଦିଅନ୍ତି ସାହିତ୍ୟ ଜଗତକୁ। ପ୍ରେମ, ମାନବବାଦ, ଆଧିଭୌତିକ ଚେତନା ଇତ୍ୟାଦି ବିଭିନ୍ନ ବିଭବକୁ ସେ ନିଜସ୍ୱ ଶୈଳୀରେ ସୁନ୍ଦର ରୂପ ପ୍ରଦାନ କରନ୍ତି। ତାଙ୍କ ଗଳ୍ପ ସଂକଳନ ଗୁଡ଼ିକ ମଧ୍ୟରେ ପ୍ରେମ ଓ ତ୍ରିଭୁଜ, ମିଛ ବାଘ, ଶୃଣନ୍ତୁ ସର୍ବ ଅମୃତସ୍ୟ ପୁତ୍ର, ଗଞ୍ଜେଇ ଓ ଗବେଷଣା, ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ, ଅନ୍ୟ ରୂପ ରୂପାନ୍ତର, ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, କପୋତ ପକ୍ଷୀ ଗୁରୁ ମୋର, ସୁମିତ୍ରାର ହସ, ବିଷ୍ଣୁମାୟା,
ପାପ ଓ ମୁକ୍ତି, ସେକାଳ ସେକାଳ ପଖାଳ, ବୃନ୍ଦାବନର ଶେଷ ଧୂପ, ନିବେଦିତାର ନୈଶ ଅଭିସାର, ରାତ୍ରିର ତପସ୍ୟା ଇତ୍ୟାଦି ପ୍ରକାଶିତ। ଧାରା ଧରା ଓ ଧାରା ଧରା ଓ ଧାରା ତମସା ରାଧା ନାଇଁ ଧରା ଓ ଧାରା ତାମସୀ ରାଧା ଓ ହଂସ ମିଥୁନ ଆଦି ଉପନ୍ୟାସ। ଆମ କଥା ସାହିତ୍ୟର କଥା ଓ ରମ୍ୟ ରଚନା ଏକ ଉଲ୍ଲେଖଯୋଗ୍ୟ ସମାଲୋଚନା ପୁସ୍ତକ। ଶ୍ରୀ ଅରବିନ୍ଦଙ୍କ ମହାକାବ୍ୟ ସାବିତ୍ରୀର ଓଡ଼ିଆରେ ଗଦ୍ୟାନୁବାଦ, ଶ୍ରୀ ଅରବିନ୍ଦଙ୍କ ଭବାନୀ ଭାରତୀର ଓଡ଼ିଆ ଅନୁବାଦ, ଦୁଇଟି ଗ୍ରନ୍ଥ ତାଙ୍କ ଅନୁବାଦ ସାହିତ୍ୟ। ଝଙ୍କାର, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର କିଛି କାଳ ସମ୍ପାଦନା କରିଥିଲେ। ଆକାଶ ପାତାଳ ଗଳ୍ପ ସଂକଳନ ପାଇଁ 1978 ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ, ଅଭିଶପ୍ତ ଗନ୍ଧର୍ବ ଗଳ୍ପ ସଂକଳନ ପାଇଁ କ୍ରମାନ୍ୱୟରେ 1983ରେ ସାରଳା ପୁରସ୍କାର ଓ 1984 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ସାହିତ୍ୟ ଭାରତୀ ସମ୍ମାନ 2006 ମସିହାରେ ପ୍ରାପ୍ତ ଲାଭ କରିଥିଲେ। ମହାପାତ୍ର ନୀଳମଣି ସାହୁଙ୍କର ଅନ୍ଧ ରାତିର ସୂର୍ଯ୍ୟ ଗଳ୍ପ ସଂକଳନଟି 1965 ମସିହାରେ ରଚିତ। ଗାଳ୍ପିକ ଅନ୍ଧ ରାତିର ସୂର୍ଯ୍ୟ ଗଳ୍ପରେ ଆଧୁନିକ ନିମ୍ନ ମଧ୍ୟବିତ୍ତ ମଣିଷଟିର ଦୟନୀୟତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆସନ୍ତାକାଲିର ଏକ ନୂତନ ସକାଳ ପାଇଁ ଆସ୍ଥା ସ୍ଥାପନ କରିଛନ୍ତି।